ନମସ୍କାର, ଜୟ ଜଗନ୍ନାଥ। ସ୍କିଲ୍ ବାର୍ଡ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ମୁଁ ତାରା ସାର୍ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। କମ୍ପ୍ଲିଟ୍ ଫୁଲ୍ ଷ୍ଟାକ୍ ୱେବ୍ ଡେଭଲପମେଣ୍ଟ କୋର୍ସର ଆଜିକାର ଭିଡ଼ିଓରେ ଆମେ ଲେକ୍ଚର 2 ଷ୍ଟାର୍ଟ କରିବା। ଲେକ୍ଚର 2ରେ ଆମେ HTMLର ଇଣ୍ଟ୍ରୋଡକ୍ସନ୍ ବିଷୟରେ ଜାଣିବା। ତ HTML କ'ଣ, କାହିଁକି ୟୁଜ୍ କରାଯାଏ, କେମିତି ଲେଖାଯାଏ, ଏସବୁ ବିଷୟରେ କିଛିଟା ଇନଫର୍ମେସନ୍ ମୁଁ ଆପଣଙ୍କୁ ସେୟାର କରିବି। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆଚ୍ଛା, ଲାଷ୍ଟ କ୍ଲାସ୍ରେ ମୁଁ ଯେତେବେଳେ ଗୋଟେ ରୋଡ୍ ମ୍ୟାପ୍ ସେୟାର କରୁଥିଲି ଆପଣମାନଙ୍କୁ, ତ ଦିଟା ପଏଣ୍ଟ ମୋର ମିସ୍ ହେଇଯାଇଛି ସେଇ ଯେଉଁ ସ୍ଲାଇଡ଼୍ରେ। ତ ଦିଟା ପଏଣ୍ଟ କ'ଣ, ଯେତେବେଳେ ଜାଭାସ୍କ୍ରିପ୍ଟ ମୁଁ କହିଥିଲି ତାପରେ ଗୋଟେ ପଏଣ୍ଟ ମୁଁ ମିସ୍ କରିଥିଲି ଯେଉଁଟାକି ରିଆକ୍ଟ ଜେଏସ୍ ହେଲା। ତ ଯେତେବେଳେ ଆମେ ଜାଭାସ୍କ୍ରିପ୍ଟର ES6 ଜାଣିସାରିବା, ତାପରେ ଫ୍ରଣ୍ଟ ଏଣ୍ଡ ପାଇଁ ଆମେ ରିଆକ୍ଟ ଜେଏସ୍କୁ ଶିଖିପାରିବା। ତ ନେକ୍ସଟ ପେଜରେ ରିଆକ୍ଟ ଜେଏସ୍ ନହେଲେ ଆଙ୍ଗୁଲାର ଜେଏସ୍ ଡିପେଣ୍ଡ କରେ। ଠିକ୍ ଅଛି, ଡିପେଣ୍ଡ କରେ। ସବୁ କମ୍ପାନୀରେ ରିଆକ୍ଟ ଜେଏସ୍ ୟୁଜ୍ କରନ୍ତିନି। ଆଉ ଯେଉଁ କମ୍ପାନୀ ରିଆକ୍ଟ ୟୁଜ୍ କରନ୍ତି ସେମାନେ ଆଙ୍ଗୁଲାର ବି ୟୁଜ୍ କରନ୍ତି। ଯେଉଁଠି ଆଙ୍ଗୁଲାର ବି ୟୁଜ୍ ହୁଏ ସେଠି ରିଆକ୍ଟ ବି ୟୁଜ୍ କରାଯାଏ। ଠିକ୍ ଅଛି। ତ ବେସିକାଲି ରିଆକ୍ଟ ଜେଏସ୍ରେ କ'ଣ କ'ଣ ଟପିକ୍ ସବୁ ଅଛି, ରିଆକ୍ଟ ଜେଏସ୍ର ଓଭରଭ୍ୟୁ, କ୍ରିଏଟିଂ ଆଣ୍ଡ ନେଷ୍ଟିଂ କମ୍ପୋନେଣ୍ଟ। ତମେ କମ୍ପୋନେଣ୍ଟ କ'ଣ, ଯେତେବେଳେ ଜାଭାସ୍କ୍ରିପ୍ଟ ଜାଣିଯିବ ସେତେବେଳେ ତମେ କମ୍ପୋନେଣ୍ଟ ବିଷୟରେ ବି ଆଇଡ଼ିଆ ପାଇଯିବ। ରାଇଟିଂ ମାର୍କଅପ୍ ଇନ୍ JSX, ଆଡ଼ିଂ ଷ୍ଟାଇଲ୍, କେମିତି ଆମେ ଷ୍ଟାଇଲ୍ ୟୁଜ୍ କରିପାରିବା, କେଉଁଥିରେ ଆମେ ରିଆକ୍ଟ ଜେଏସ୍କୁ ଲେଖିବା, ଡେଟା କେମିତି ଡିସପ୍ଲେ କରାଇବା, ଡିସପ୍ଲେଇଂ ଡେଟା, କଣ୍ଡିସନାଲ ରେଣ୍ଡରିଂ କ'ଣ, ରେଣ୍ଡରିଂ ଲିଷ୍ଟ, ରେସ୍ପଣ୍ଡିଂ ଟୁ ଇଭେଣ୍ଟ, ଅପଡେଟିଂ ଦ ସ୍କ୍ରିନ୍, ୟୁଜିଂ ହୁକ୍। ଏଇ ଜିନିଷଟା ବହୁତ ଇମ୍ପୋର୍ଟାଣ୍ଟ ରିଆକ୍ଟ ଜେଏସ୍ରେ। ହୁକ୍ସ ସବୁ ଯାହା ବି କିଛି କାମ ହୁଏ ରିଆକ୍ଟ ଜେଏସ୍ରେ ସବୁ ହୁକ୍ସରେ ହିଁ ହେଇଥାଏ। ସେୟାରିଂ ଡାଟା ବିଟୱିନ୍ କମ୍ପୋନେଣ୍ଟ। ତ ଏତିକି, ଏଇ ଟାଇପ୍ର ଜିନିଷ ଆମେ ଶିଖିବା। ତାପରେ ଆସିଯାଉଛି ନେକ୍ସଟ ଜେଏସ୍। ନେକ୍ସଟ ଜେଏସ୍ କ'ଣ ନା, ଯେତେବେଳେ ତମେ ମର୍ନ ଷ୍ଟାକ୍ଟା ପୁରା ଶିଖିଯିବ, ଯେମିତିକି ନୋଡ୍, ରିଆକ୍ଟ, ଏକ୍ସପ୍ରେସ୍ ହେଲା, ତ ଏସବୁ ଜିନିଷ ଯେତେବେଳେ ଶିଖିଯିବ MongoDB, ତ ଫୁଲ୍ କନସେପ୍ଟଟା ଏଇଥିରେ ଆସିଯାଉଛି, ମାନେ ସବୁ କିଛି ଏଇଥିରେ ଆସିଯିବ। ଏଇଟା ପିଓର ଫୁଲ୍ ଷ୍ଟାକ୍ ନେକ୍ସଟ ଜେଏସ୍ ହେଲା। ଏଠି କ'ଣ ଲେଖା ହେଲା, ନେକ୍ସଟ ଜେଏସ୍ ଇଜ୍ ଏ ରିଆକ୍ଟ ଫ୍ରେମୱାର୍କ ଫର୍ ବିଲ୍ଡିଂ ଫୁଲ୍ ଷ୍ଟାକ୍ ୱେବ୍ ଡେଭଲପମେଣ୍ଟ ଆପ୍ଲିକେସନ୍ ହେଲା। ତ ନେକ୍ସଟ ଜେଏସ୍ ଇଜ୍ ଏ ରିଆକ୍ଟ ଫ୍ରେମୱାର୍କ ଫର୍ ବିଲ୍ଡିଂ ଫୁଲ୍ ଷ୍ଟାକ୍ ୱେବ୍ ଆପ୍ଲିକେସନ୍। ତା ମାନେ ଅନ୍ଟିଲ୍ ନଲେଜ ସେ ପର୍ଯ୍ୟନ୍ତ ତମେ ମାନେ ନୋଡ୍ ଜେଏସ୍ ଠୁ ଆରମ୍ଭ କରିକି MongoDB, ଏକ୍ସପ୍ରେସ୍ ଜେଏସ୍, ରିଆକ୍ଟ ଜେଏସ୍ ନ ଶିଖିଛ, ଏଇ ଜିନିଷଟା ତମେ ଶିଖିପାରିବନି। ତ ହୋଲ୍ଡ ଅନ୍। ତ ତମେ ସବୁ ଶିଖି ସାରିଲା ପରେ ଆମେ ଏଇ ଯେଉଁ ଲାଷ୍ଟ ନେକ୍ସଟ ଜେଏସ୍କୁ ଆସିବୁ। ଠିକ୍ ଅଛି। ତ ନେକ୍ସଟ ଜେଏସ୍ରେ ବେସିକାଲି କ'ଣ କ'ଣ ଅଛି, ହ୍ୱାଟ୍ ଇଜ୍ ନେକ୍ସଟ ଜେଏସ୍, ହାଉ ଟୁ ୟୁଜ୍ ଡକୁମେଣ୍ଟ, କେମିତି ଆମେ ତାର ଡକୁମେଣ୍ଟକୁ ୟୁଜ୍, ଏଇଠି ଅଛି। ଏଇଠି ଆକ୍ଚୁଆଲିରେ ଏଇଠି ଗୋଟିଏ ପେଜ୍ର ଅଛି, ଏଇ ପେଜ୍ରେ କ'ଣ ଅଛି, ଏତିକି ଜିନିଷ ଏଠି ମେନସନ୍ ଅଛି, କିନ୍ତୁ ଟୋଟାଲ ସିଲାବସ୍ଟା ଏଠି ଅଛି। ଦେଖନ୍ତୁ, ଇନଷ୍ଟଲେସନ୍, ପ୍ରୋଜେକ୍ଟ ଷ୍ଟ୍ରକ୍ଚର କେମିତି, ଲେଆଉଟ୍ କେମିତି, ଲିଙ୍କିଂ କେମିତି କରାଯିବ, ସର୍ଭର ଆଉ କ୍ଲାଏଣ୍ଟ କମ୍ପୋନେଣ୍ଟ କ'ଣ, ପ୍ରାକ୍ଟିକାଲ ପ୍ରି ରେଣ୍ଡରିଂ, ଫେଚିଂ ଡାଟା, ଅପକମିଂ ଅପଡେଟିଂ ଡାଟା, କ୍ୟାଚିଂ ଆଣ୍ଡ ରିଭ୍ୟାଲିଡେଟିଂ। ତ ଏଇସବୁ ଜିନିଷ ଅଛି, ଏଠି ଆପଣମାନେ ଦେଖିଦେବେ। ଠିକ୍ ଅଛି। ତ ନେକ୍ସଟ ଜେଏସ୍ ହେଉଛି ନେକ୍ସଟ ଲେବୁଲର ଫ୍ରେମୱାର୍କ, ଯେଉଁଟାକି ରିଆକ୍ଟ ଫ୍ରେମୱାର୍କ। ତ ୟାକୁ ଶିଖିବା ପାଇଁ ହେଲେ ସବୁ ଜିନିଷ ଶିଖିବାକୁ ପଡ଼ିବ। ଠିକ୍ ଅଛି। ଏଇ ଦୁଇଟା ଜିନିଷ ମୋ ତରଫରୁ ମିସ୍ ହେଇଥିଲା, ଯେଉଁଟାକି ମୁଁ ଆଜି କ୍ଲିୟର କରିଦେଲି। ଠିକ୍ ଅଛି। ତ ମୁଁ ଏବେ କ୍ଲୋଜ୍ କରିଦେଉଛି। ଆମେ ଆମର ଟପିକ୍ ଉପରକୁ ଆସିବା, କି HTMLର ଇଣ୍ଟ୍ରୋଡକ୍ସନ୍। ତ ବେସିକାଲି HTML ପେଜ୍ରେ କେମିତି କାମ କରାଯାଏ, କ'ଣ ହୁଏ, ସେସବୁ ଜିନିଷ ଉପରେ ମୁଁ ଆଇଡ଼ିଆ ଦେଇଥିଲି। ତ ତା ପୂର୍ବରୁ ମୋତେ କ'ଣ କରିବାକୁ ପଡ଼ିବ, ଗୋଟେ ଫାଇଲ୍ କ୍ରିଏଟ୍ କରିବା ପାଇଁ ପଡ଼ିବ। ତ ଏଇଠି ବହୁତ ସାରା ମୁଁ ଟ୍ରେନିଂ ଯେଉଁ ଦିଏ, ବହୁତ ସାରା ଫାଇଲ୍ ମୁଁ କ୍ରିଏଟ୍ କରି ରଖିଛି। ତ ତମମାନଙ୍କ ପାଇଁ ଗୋଟେ ଫୋଲ୍ଡର କ୍ରିଏଟ୍ କରିଦେଉଛି, ଯାହାର ନାଁ ଦେଉଛି ୟୁଟ୍ୟୁବ୍।
यूट्यूब लेक्चर एमती करी गोटे क्रिएट करदेली। तो या भितर गोटे फोल्डर क्रिएट कर दूची जार ना दे दूची HTML स्मॉल दे दो HTML। एटी आसो शो मोर ऑप्शन को विजुअल स्टूडियो कोड समस्त इंस्टॉल कर जानिछ। जदि जानि न तापे मु गोटे सेपरेट वीडियो बनेइथिबि केमती हमें डाउनलोड करि परिबा केमती विजुअल स्टूडियो कोड को इंस्टॉल करि परिबा। ठीक अछि। तो HTML अच्छा विजुअल स्टूडियो कोड को केमिति जीवा मु तुम मानक कहि दउची। विजुअल स्टूडियो कोड को हमें जीवा को हेले VS कोड को जाइकी एठू डाउनलोड करि परिबा हैला डाउनलोड फॉर विंडोज। ठीक अछि। तो डाउनलोड करके तुम ताको यूज करि परिबो आ एथिरे तुम कोड लिखि परिबो। एठी मु कोन करची गोटे फाइल क्रिएट कर दउची। introduction.html। तो कहीं बेसिकली हमें HTML शिखिबा बेसिकली हमें HTML कौन पे शिखिबा तो ये जो ब्लैंक पेज टा तुम देखुचो ये जो विजिबल ब्लैंक पेज टा हमें देखुचे यही ब्लैंक पेज को क्रिएट करने पाई ही हमको HTML शिखिबा को पड़िबो। ये जो ब्लैंक पेज टा हमें देखुचे एइथरे ही हमें कोड लिखिबा जेमिति कि एटा देखो एटा बैकग्राउंड ब्लैक ब्लैक व्हाइट सेमती किसी प्रॉब्लम नहीं कहीं ना एथे अपीयरेंस मु ब्लैक देछि सेति में यार बैकग्राउंड ब्लैक देखा जाउछि। तो ये जो बैकग्राउंड ब्लैक ब्लैक देखा जाउछि तो यारी ऊपर ही देखो गूगल लिखा है। एठी गोटे सर्च ऑप्शन अछि तो एठी स्टा आइकन अछि एठी किछि टेक्स्ट अछि। तो केमती आसिला यारी ऊपर ही सब रही कहा ऊपर ये जो व्हाइट कैनवास तुम देखुच बा या व्हाइट डॉक्यूमेंट देखुच यारी ऊपर ही सब जिनस गुडा को रखा है। एटा गोटे इमेज एटा गोटे इनपुट फील्ड एठी एमती किछि आइकन अछि एठी प्लस आइकन ऐड शॉर्टकट लिखा है एठी किछि टेक्स्ट लिखा है। तो ये सब जिनस ई व्हाइट डॉक्यूमेंट ऊपर अछि को कहंती बेसिकली व्हाइट डॉक्यूमेंट हैला। ब्राउजर रे जदि एमती किछि व्हाइट कलर देखा जाए कहंती व्हाइट डॉक्यूमेंट हैला। जेमिति जदि हमें किछि गोटे टेक्स्ट लिखिया पे चाहिबा ताहले हमको ए टाइप रो व्हाइट डॉक्यूमेंट दरकार। ठीक अछि ताको कोन कहंती माइक्रोसॉफ्ट वर्ड डॉक्यूमेंट हैला एटा जोटा कि फ्रेश नुआ अछि। किंतु जेहेतु आम HTML कोड करूचे तो बेसिकली यही ब्लैंक पेज टा बनैबा पई हमको प्रथमतः HTML जानिया पड़िबो। विदाउट HTML ये जो व्हाइट स्पेस टा आसीबन। तो व्हाइट स्पेस बेसिकली आसीबा पे हमको कौन यूज करबा पई पड़िबो ताको कहंती टैग हैला। टैग स्टार्ट करी टैग क्लोज करि परिबा हमें आ एठी किछि जदि लिखिले ताले देखो एठी तो मु रिफ्रेश करी ताले मु जहा लिखिछि एठी शो करिवो अंटिल अनलेस तुम टैग न लिखिले भी शो करिवो सेमती किछि असुविधा नहीं। ठीक अछि तमे किछि भी एठी लिखितबो एठी शो करजिवो। मु स्क्रीन साइज बढ़े देली देखि परथु
କିନ୍ତୁ ଏଇଟା ଆକ୍ଚୁଆଲି ପ୍ରୋସେସ୍ ସେଇଆ ନୁହେଁ, ଏଇଟା ଭୁଲ, ଏମିତି ଲେଖାଯାଏନି। ହୁଏତ ବ୍ରାଉଜର ବୁଝିପାରୁଛି କି ଏକ୍ଜାକ୍ଟଲି ୟୁଜର କଣ ଲେଖିଛି, କିନ୍ତୁ ଏଇଟା ପ୍ରୋସେସ୍ ହଉଛି ଭୁଲ। ଗୋଟେ କଣ ନା ସବୁ କୋଡିଂର କିଛି ନା କିଛି ଗୋଟେ ପ୍ରୋସେସ୍ ଥାଏ, କିଛି ନା କିଛି ଗୋଟେ ଷ୍ଟ୍ରକ୍ଚର ଥାଏ। ତ ଆକର୍ଡିଂ ଟୁ HTML ଏ ଯୋଉ ଆମେ ଲେଖିଯାଏ ପୁରା ଭୁଲ ହେଲା, ତାପରେ ଲେଖାଯାଏନି। ତ ସବୁବେଳେ ମନେ ରଖିଥାଅ, ଏମିତି କିଛି ଯଦି ତମକୁ ଟେକ୍ସଟ ଲେଖିବାର ଅଛି ତାହେଲେ ଟ୍ୟାଗ ଷ୍ଟାର୍ଟ କରିବ, ଟ୍ୟାଗ କ୍ଲୋଜ କରିଲା ସାରିଲା ପରେ ଆମକୁ ଟେକ୍ସଟ ଲେଖିବାର ଅଛି। ଠିକ ଅଛି, ସବୁବେଳେ ମନେ ରଖିଥାଅ ଟ୍ୟାଗ ଷ୍ଟାର୍ଟ ହବ, ଟ୍ୟାଗ କ୍ଲୋଜ ହବ ହେଲା। ତ ପ୍ରଥମ ଏଇ ଯୋଉ ଟ୍ୟାଗଟା ରହିଲା ଓପନିଂ ଟ୍ୟାଗ, ଦ୍ୱିତୀୟ ଯୋଉ ଟ୍ୟାଗ ରହିଲା କ୍ଲୋଜିଂ ଟ୍ୟାଗ। ତ ଷ୍ଟିଲ୍ କିଛି ବି ଇମ୍ପାକ୍ଟ ପଡୁନି ହେଲା। ତ ଷ୍ଟିଲ୍ ଯାହା ବି ଆମେ ଲେଖୁଛେ କୌଣସି ଇମ୍ପାକ୍ଟ ପଡୁନି, ଠିକ ଅଛି, ଆଉଟପୁଟ ଠିକ ଠାକ ହିଁ ଶୋ କରୁଛି। ତ ସବୁବେଳେ ଯାହା ବି ଟ୍ୟାଗ ରୁହେ ସ୍ମଲର ଦେନ୍ ଆଙ୍ଗେଲ ବ୍ରାକେଟ ଆଉ ଗ୍ରେଟର ଦେନ୍ ଆଙ୍ଗେଲ ବ୍ରାକେଟ ଭିତରେ ହିଁ ରୁହେ, ଯୋଉଟା କି ଆମେ ଟ୍ୟାଗ କହୁଛେ, ଠିକ ଅଛି। ତ ଏକ୍ଜାକ୍ଟଲି ଏଇଟା ଟ୍ୟାଗ ନୁହେଁ, ଆକୁ ମୁଁ ଜଷ୍ଟ ତମକୁ ଶୋ କରିବା ପାଇଁ ଲେଖିଛି ଟ୍ୟାଗ, ଠିକ ଅଛି। ତ ସବୁ ଟ୍ୟାଗ ର ଡିଫରେଣ୍ଟ ଡିଫରେଣ୍ଟ କାମ ଥାଏ। ସବୁ ବହୁତ ସାରା ଟ୍ୟାଗ ଅଛି, ଠିକ ଅଛି। ତ ବହୁତ ସାରା ଟ୍ୟାଗ ଅଛି, ବହୁତ ସାରା ଟ୍ୟାଗ ର କାମ ଅଲଗା ଅଲଗା ବା ୱାର୍କିଂ ଅଲଗା ଅଲଗା ବା ରେସ୍ପନ୍ସିବିଲିଟି ଅଲଗା ଅଲଗା, ଠିକ ଅଛି। ତ ସବୁ ଟ୍ୟାଗ ର ରେସ୍ପନ୍ସିବିଲିଟି ଅଲଗା ଅଲଗା। ତ ଏଠି ମୁଁ ଗୋଟେ ଟ୍ୟାଗ ୟୁଜ କରିବି ଯାହାର ନାଁ ହଉଛି ବଡି ଟ୍ୟାଗ ହେଲା। ତମକୁ ଶୋ କରୁଛି ସେମ୍, ଠିକ ଅଛି। ତ ମୁଁ ଲିଖିଥିଲି କଣ ଟ୍ୟାଗ ଲେଖିଥିଲି, ଏବେ ମୁଁ ଚେଞ୍ଜ କରିଦେଲି କଣ ବଡି। ତ ଯେତେବେଳେ ମୁଁ ଏଠି ମାନେ ଜଷ୍ଟ ମାଉସ ନଉଛି ଦେଖ, ଦି ବଡି ଏଲିମେଣ୍ଟ ରିପ୍ରେଜେଣ୍ଟ ଦ କଣ୍ଟେଣ୍ଟ ଅଫ ଏ ଡକ୍ୟୁମେଣ୍ଟ ହେଲା। ତ ବଡି କଣ୍ଟେଣ୍ଟ କଣ କରୁଛି, ବଡି ଏଲିମେଣ୍ଟ କଣ କରୁଛି ନା ରିପ୍ରେଜେଣ୍ଟ କରୁଛି କଣ୍ଟେଣ୍ଟ ଅଫ ଦ ଡକ୍ୟୁମେଣ୍ଟ। ତ ବେସିକାଲି ୟା କାମ ହଉଛି ସେ କଣ୍ଟେଣ୍ଟ କୁ ଡିସପ୍ଲେ କରେ, ଠିକ ଅଛି। ତ ଇଏ ବି ଷ୍ଟ୍ରକ୍ଚର ଭୁଲ, ସେମିତି ଲେଖାଯାଏ ନାହିଁ ହେଲା। ବଡି ଟ୍ୟାଗ ର କାମ ଅଲଗା। ଆଉ ଗୋଟେ ଜିନିଷ ମୁଁ ଦେଖଉଛି, ଏଠି ଗୋଟେ ଟ୍ୟାଗ ଅଛି H1 ଟ୍ୟାଗ ହେଲା। H1 ଟ୍ୟାଗ ରେ ମୁଁ ଦେଇଦେଲି ଜୟ ଜଗନ୍ନାଥ। ତ ଏଇଠି ଦେଖ କଣ ଇଏ ଯେମିତି ଦେଖାଯାଉଛି H1 ଟ୍ୟାଗ ଭିତରେ ମୁଁ ଜୟ ଜଗନ୍ନାଥ ଲେଖିଲି ଯେମିତି ଦେଖାଯାଉଛି, ଏଠି କଣ ଠିକ ସେୟା ଦେଖାଯାଉଛି କି? ଦେଖାଯାଉନି। ତ ଦିଟାଙ୍କର ୱେ ଅଫ ରିପ୍ରେଜେଣ୍ଟେସନ ବ୍ରାଉଜରରେ ଅଲଗା ଅଲଗା, ଠିକ ଅଛି। ତ ୟାର ଆକ୍ଚୁଆଲିରେ ଗୋଟେ ଷ୍ଟ୍ରକ୍ଚର ଅଛି ହେଲା। ତ ଯେହେତୁ ଆମେ HTML ଲେଖୁଛେ ସବୁବେଳେ HTML ଟ୍ୟାଗ ରୁ ହିଁ ଆମେ ଷ୍ଟାର୍ଟ କରିବା। HTML ଷ୍ଟାର୍ଟ କଲି, HTML କ୍ଲୋଜ କଲି, ସବୁବେଳେ ସବୁ ଟ୍ୟାଗ ର ଗୋଟେ ଓପନିଂ ଟ୍ୟାଗ ଥାଏ, ଗୋଟେ କ୍ଲୋଜିଂ ଟ୍ୟାଗ ଥାଏ ହେଲା। ଓପନିଂ ଟ୍ୟାଗ ଏଟା ହଉଛି କ୍ଲୋଜିଂ ଟ୍ୟାଗ। କ୍ଲୋଜିଂ ଟ୍ୟାଗ ରେ ସବୁବେଳେ କଣ ସ୍ଲାସ ରହିବ, ଓପନିଂ ଟ୍ୟାଗ ରେ କିଛି ସ୍ଲାସ ରହିବ ନାହିଁ, ଠିକ ଅଛି। HTML ଷ୍ଟାର୍ଟ, HTML କ୍ଲୋଜ। ତାପରେ ୟା ଭିତରେ ଦିଟା ଟ୍ୟାଗ ଆସେ, ଗୋଟେ ହଉଛି ହେଡ ଟ୍ୟାଗ ଆସିছে, ଆଉ ଗୋଟେ ଆସିଯିବ ବଡି ଟ୍ୟାଗ।
ଠିକ୍ ଅଛି। ଜମାରୁ 4 ଲାଇନ୍‌ର କୋଡ୍ HTML ଷ୍ଟାର୍ଟ, HTML କ୍ଲୋଜ୍। ତ କିଛିଟା ମୁଁ ଏକ୍ସଟେନସନ୍ ୟୁଜ୍ କରୁଛି ସେଥିପାଇଁ ସେ ଅଟୋମେଟିକାଲି ଶୋ କରୁଛି। ତ HTML ଷ୍ଟାର୍ଟ ହେଲା, HTML କ୍ଲୋଜ୍ ହେଲା, ତା ଭିତରେ ଗୋଟେ ହେଡ୍ ଟ୍ୟାଗ୍ ରହିଲା, ଷ୍ଟାର୍ଟ ହେଲା, କ୍ଲୋଜ୍ ହେଲା, ବଡି ଟ୍ୟାଗ୍ ରହିଲା, ଷ୍ଟାର୍ଟ ହେଲା, କ୍ଲୋଜ୍ ସରିଲା। ସିମ୍ପଲ୍, ବହୁତ ସିମ୍ପଲ୍ ଅଛି, କିଛି ପ୍ରୋବ୍ଲେମ୍ ନାହିଁ। ତ ଏବେ ପାଇଁ ମୁଁ କଣ କରୁଛି, ହେଡ୍ ଟ୍ୟାଗ୍‌ଟା ହଟେଇ ଦଉଛି ହେଲା। ତ ଏବେ ବଡି ଟ୍ୟାଗ୍‌ରେ ମୁଁ ଲେଖିପାରିବି କଣ, ୱେଲକମ୍ ଟୁ ସ୍କିଲ୍ ୱାର୍ଡ। ଠିକ୍ ଅଛି। ତ ଆମର ଡେଟା ଠିକ୍ ଠାକ୍ ହିଁ ଦେଖେଇବ, ୱେଲକମ୍ ଟୁ ସ୍କିଲ୍ ୱାର୍ଡ ହେଲା। ଏଇଟାକୁ ମୁଁ କ୍ଲୋଜ୍ କରିଦଉଛି। ତ ବେସିକାଲି ତମେମାନେ ଜାଣିପାରିଲ କି ଏକ୍ଜାକ୍ଟଲି ଆମେ HTML କୁ କାହିଁକି ୟୁଜ୍ କରୁଛେ। ତ ଏଇ ଯୋଉ ହ୍ୱାଇଟ୍ ପେଜ୍ ବନେଇବା ପାଇଁ ଆମେ ୟୁଜ୍ କରୁଛେ। ସେ ହ୍ୱାଇଟ୍ ପେଜ୍‌ଟା କିଏ ହେଲ୍ପ କରୁଛି ବନେଇବା ପାଇଁ, ନା ଏଇ ବଡି ଟ୍ୟାଗ୍ ହେଲା। ଏଇ ବଡି ଟ୍ୟାଗ୍ ହିଁ ଆମକୁ ଏଇ ହ୍ୱାଇଟ୍ ସ୍ପେସ୍ ପ୍ରୋଭାଇଡ୍ କରୁଛି ହେଲା। ତ ଆମେ ଅନଟିଲ୍ ଅନଲେସ୍ ଯେପର୍ଯ୍ୟନ୍ତ ନୂଆ ନୂଆରେ ଶିଖୁଥିଲେ ଆମେ କୋଡ୍ ଏମିତି ମନ ଇଚ୍ଛା କରିଦେଲେ ବି ଚଳି ଯାଉଥିଲା। ଠିକ୍ ଅଛି। କାହିଁକି ନା ମୁଁ ଯେତେବେଳେ ଏଠି ଗୋଟେ ଜିନିଷ ତମେ ଦେଖ, ତ ସିଏ କଣ କରୁଛି, HTML ବାଇ ଡିଫଲ୍ଟ ତମକୁ ବଡି ଟ୍ୟାଗ୍ ଦେଇଦିଏ। ଏଇଠି ଦେଖ ଦେଇଛି, ମୁଁ ଏଇଠି ଯାହା ଲେଖିଛି ବଡି ଟ୍ୟାଗ୍ ଭିତରେ ଅଛି। କିନ୍ତୁ ଏଇଟା ଠିକ୍ ନୁହଁ। HTML ବ୍ରାଉଜର ଜାଣିପାରୁଛି ଏକ୍ଜାକ୍ଟଲି ୟୁଜର କଣ ଲେଖିବା ପାଇଁ ଚାହୁଁଛି, ସେଥିପାଇଁ ସେ କଣ କରୁଛି ତା ହିସାବରେ HTML ଟ୍ୟାଗ୍, ହେଡ୍ ଟ୍ୟାଗ୍, ବଡି ଟ୍ୟାଗ୍ ସେ ସବୁ ପ୍ରୋଭାଇଡ୍ କରିଦଉଛି। କିନ୍ତୁ ଆମେ ତ ଦେଇନି ନା, ଆମ ତରଫରୁ ଭୁଲ। ତ ସେଥିପାଇଁ ଆମକୁ କଣ କରିବାର ଅଛି, HTML ଆମେ ଷ୍ଟାର୍ଟ କରିବା, ଆଉ HTML କୁ କ୍ଲୋଜ କରିବା, ବଡି ଟ୍ୟାଗ୍ ଷ୍ଟାର୍ଟ କରିବା, ବଡି ଟ୍ୟାଗ୍ ଭିତରେ ଲେଖିବା ୱେଲକମ୍ ଟୁ ସ୍କିଲ୍ ୱାର୍ଡ। ଠିକ୍ ଅଛି। ତ ଏବେ ଦେଖ ୱେଲକମ୍ ଟୁ ସ୍କିଲ୍ ୱାର୍ଡ ଏଠି ଆସିଲା। ତ ଏଇ ଜଷ୍ଟ 4-5 ଲାଇନ୍ ଆମେ ବେସିକ୍‌ରେ ଲେଖିପାରିବା। ଦେନ୍ ଆମର ଆସିଲା କଣ, ଗୋଟେ ଜିନିଷ ମାର୍କ କର ଏଇଠି introduction.html ଲେଖା ହେଇଛି, ତା ପୂର୍ବରୁ ଲେଖା ହେଇଛି 127.0.0.1:5050। ତ ଏଇଟା ଗୋଟେ IP ଆଡ୍ରେସ୍ ହେଲା, ଆକୁ କୁହନ୍ତି IP ଆଡ୍ରେସ୍, ଇଣ୍ଟରନେଟ୍ ପ୍ରୋଟୋକଲ୍ ଆଡ୍ରେସ୍। ଆଉ ୟା ବଦଳରେ ଆମେ କାମ କରୁଛେ କାହା ପାଇଁ, ସ୍କିଲ୍ ୱାର୍ଡ ପାଇଁ, ସ୍କିଲ୍ ୱାର୍ଡ ଟେକ୍ନୋଲୋଜି ପାଇଁ। ତ ଏଠି ଯେତେବେଳେ ଦେଖିପାରିବ ସ୍କିଲ୍ ୱାର୍ଡ ଟେକ୍ନୋଲୋଜି, ମୁଁ ଯେତେବେଳେ ଲେଖୁଛି ଏଠି ଦେଖୁଛି କଣ, ସ୍କିଲ୍ ୱାର୍ଡ ଦେଖଉଛି। ତ ଡେଫିନେଟଲି ମତେ ଏମିତି ଦେଖିବା କଥା କି 127.0.0.1:5500/introduction.html। ତ ଏଇଟା କାହିଁକି ସ୍କିଲ୍ ୱାର୍ଡ ଶୋ କରୁଛି, ତା ରିଜନ୍ ହଉଛି କଣ ନା, ମୁଁ ଯେତେବେଳେ ଏଠି କଣ୍ଟ୍ରୋଲ ୟୁ ପ୍ରେସ୍ କରିବି, ଏଠି ତମେ ଦେଖିପାରିବନି କି ଏଠି ଯଦି ମୁଁ ସର୍ଚ୍ଚ କରିବି ଟାଇଟେଲ୍, ହଁ ଏଠି ଦେଖ, ଏଠି ଟାଇଟେଲରେ ଲେଖା ହେଇଛି ସ୍କିଲ୍ ୱାର୍ଡ ହେଲା। ତ ଟାଇଟେଲ୍ ଟ୍ୟାଗ୍ ଷ୍ଟାର୍ଟ ହେଇଛି, ଟାଇଟେଲ୍ ଟ୍ୟାଗ୍ କ୍ଲୋଜ୍ ହେଇଛି, ତାପରେ ଲେଖା ହେଇଛି ସ୍କିଲ୍ ୱାର୍ଡ। ତ ବେସିକାଲି ଆମେ ସେୟା ହିଁ କରିବା। ତ ଏଠି ଟାଇଟେଲ୍ ଲେଖିବା ପାଇଁ ହେଲେ ଆମକୁ ଏଠି ଟାଇଟେଲ୍ ଟ୍ୟାଗକୁ ନେବାକୁ ହେଲା। ସ୍କିଲ୍ ୱାର୍ଡ ଟେକ୍ନୋଲୋଜି, ତ ଏଠି ଦେଖ ସ୍କିଲ୍ ୱାର୍ଡ ଟେକ୍ନୋଲୋଜି ଶୋ କରୁଛି। ତ ବେସିକାଲି ଯେତେବେଳେ ଆମେ ସେଭ୍ କରେ, କଣ୍ଟ୍ରୋଲ T ପ୍ରେସ୍ କରୁଛେ, ମନେକର ଏଠି ମୁଁ ସେଭ୍ କରିବା ପାଇଁ ଚାହିଁବି ବୁକମାର୍କ, ଏ ବ୍ରାଉଜରକୁ ବୁକମାର୍କ ଯଦି ମୁଁ କରିବା ପାଇଁ ଚାହିଁବି,
ଆଚ୍ଛା ଏଠି ତ ସେଭ୍ ହେଇଯାଉଛି। ଉଁ, ଏଇଠି ଦେଖ, ଏଇଠି ଦେଖଉଛି ସ୍କିଲ୍ ବାର୍ଡ। ଏଇଠି ଦେଖ, ଏଇଠି ଆମକୁ କଣ ଶୋ କରୁଛି? ୱେବସାଇଟର ଟାଇଟେଲଟା ହିଁ ଶୋ କରୁଛି। ଯଦି ଏଠି ଟାଇଟେଲ ନ ଆସିଥାନ୍ତା ତାହେଲେ ଆମେ କଣ ବ୍ରାଉଜର ଯୋଉ ପେଜଟାକୁ ସେଭ୍ କରିବା ପାଇଁ ଚାହୁଁଛେ ଆମେ କଣ କରିପାରିଥାନ୍ତେ କି? କରିପାରି ନଥାନ୍ତେ। ତ ଯେହେତୁ ଆମେ ବ୍ରାଉଜରରେ ଏଠି ଟାଇଟେଲକୁ ସେଭ୍ ମାନେ instead of 127.0.0.1:5500 ତ ୟାକୁ ରିପ୍ଲେସ୍ କରିକି ଆମେ ଟାଇଟେଲରେ ସ୍କିଲ୍ ବା ଟେକ୍ନୋଲୋଜି ଦେଇଛେ। ସେଥିପାଇଁ ଆମେ ଏଠି ଯେତେବେଳେ ସେଭ୍ କରିଦେଲେ ବ୍ରାଉଜରର ଆମର ଯୋଉ ବି ୱେବ୍ ପେଜ୍ ଅଛି ତ ସେଇ ଆମର ୱେବ୍ ପେଜ୍ଟା ଏଇ ବ୍ରାଉଜର ନାଁରେ ହିଁ ଆମେ ସେଭ୍ କରିଦେଲେ। ଠିକ୍ ଅଛି, ଏଇ ପେଜ୍ଟାକୁ ଏଇ ୱେବ୍ ପେଜ୍ ନାଁରେ ସ୍କିଲ୍ ବା ଟେକ୍ନୋଲୋଜି ନାଁରେ ସେଭ୍ କରିଦେଲେ। ନହେଲେ କଣ ସେଭ୍ ହେଇଥାନ୍ତା? 127.0.0.1:5500 ତ ଏମିତି ସବୁ ୱେବସାଇଟ୍ ଏମିତି ହିଁ ସେଭ୍ ହେଇଥାନ୍ତା। ୟାର କିଛି ଆଇଡେଣ୍ଟିଟି ନଥାନ୍ତା। ତ ସେଇ ବେସିକାଲି ଗୋଟେ ୱେବସାଇଟର ଆଇଡେଣ୍ଟିଟିକୁ ରିପ୍ରେଜେଣ୍ଟ କରିବା ପାଇଁ ଆମେ ୟୁଜ୍ କରୁଛେ କୋଉ ଟ୍ୟାଗ୍? ନା ଟାଇଟେଲ ଟ୍ୟାଗ୍। ଦେଖ ଏଠି କଣ ଲେଖା ହେଲା? The title element represent the document's title or name. Author should use title that identify their document even when they are used out of the context. For example, in a user's history or bookmark or in search result, the document's title is often different from its first heading since the first heading does not have a standard alone when taken out of context. ଠିକ୍ ଅଛି, ତ ସେଥିପାଇଁ ଆମେ ଟାଇଟେଲଟାକୁ ୟୁଜ୍ କରୁଛେ। ତ ଟାଇଟେଲଟାକୁ ବି ଆମେ ସେମିତି ୟୁଜ୍ କରିବାନି। ଆମେ ସବୁବେଳେ ମନେ ରଖ ହେଡ୍ ଟ୍ୟାଗ୍ ୟୁଜ୍ କରିବା। ହେଡ୍ ଟ୍ୟାଗ୍ ଭିତରେ ଆମେ ଟାଇଟେଲ ଟ୍ୟାଗକୁ ଲେଖିପାରିବା। ବୁଝିହେଲା? କିଛି ଡାଉଟ୍ ୟା ଭିତରେ? ତ ଇଏ ହେଇଗଲା ଟାଇଟେଲ ଟ୍ୟାଗ୍, ଇଏ ହେଲା ବଡି ଟ୍ୟାଗ୍। ବଡି ଭିତରେ କିଛିଟା ଟେକ୍ସଟ ମୁଁ ଲେଖିଛି ଯାହା ଶୋ କରୁଛି। ମନେକର ମୁଁ ଏଠି କଣ କରିବି, ମତେ ଦରକାର କି ଟିକେ ବୋଲ୍ଡ ହେଇକି ରହିବା ଦରକାର। ତ ଲାଷ୍ଟ ଟାଇମ୍ ମୁଁ H1 ଟ୍ୟାଗକୁ ନେଇଥିଲି, ହେଲା। ତ ଏଠି ତମେ ଦେଖିପାରିବ H1 ଟ୍ୟାଗରେ ଯେତେବେଳେ ମୁଁ ଏଠି ଲେଖୁଛି ତ କିଛିଟା ଟିକେ ମାନେ ଟାଇଟେଲ ବଡ ହେଇକି ଆମକୁ ଦେଖଉଛି, ହେଲା, ଟିକେ ବଡ। ଦେନ୍ ମୁଁ ଯଦି ଚାହିଁବି ୟା ଅଣ୍ଡରରେ କିଛି ଟେକ୍ସଟ ଲେଖିବା ପାଇଁ ତାହେଲେ ମୁଁ ଏଠି ପ୍ୟାରାଗ୍ରାଫ ଟ୍ୟାଗ ଲେଖିପାରିବି, ହେଲା। ତ ଏଇଟା ପି ଟ୍ୟାଗ ମାନେ ହଉଛି ପ୍ୟାରାଗ୍ରାଫ ଟ୍ୟାଗ। ତ ଯାହା ଆମେ ଏଇ ଡକୁମେଣ୍ଟ ଉପରେ ଦେଖୁଛେ ବେସିକାଲି ତାକୁ ଆମେ ବଡି ଟ୍ୟାଗ ଅଣ୍ଡରରେ ଲେଖିବା। ଆଉ ଯାହା ଆମକୁ ଆମ ରିକ୍ୱାରମେଣ୍ଟ ଅଛି ଯୋଉଟା ଶୋ କରିବାର ନାହିଁ, ଆଉ ଯାହା ଆମର କଣ୍ଟେଣ୍ଟ ପାଇଁ ଯାହା ଦରକାର, ଯୋଉଟା କି ଆମର ଯେମିତି ହେଇଗଲା ଟାଇଟେଲ, ଆହୁରି ବହୁତ କିଛି ଜିନିଷ ଅଛି ଯୋଉଟା କି ତମେ ଆଗକୁ ଜାଣିବ, ଯୋଉଟା ଆମକୁ ଶୋ କରିବା ଦରକାର ନାହିଁ ବ୍ରାଉଜରରେ। ତ ସେଇ ସବୁ ଜିନିଷ ଆମେ ହେଡରେ ହିଁ ରଖିବା। ଠିକ ଅଛି, ଯେମିତି ଯେମିତି ଆମର ବଡିରେ ରକ୍ତ ଅଛି, ମାଂସ ଅଛି, ସେଟା ଶୋ କରୁନି। ଠିକ ଅଛି, ବ୍ରେନରେ ସ୍କଲ୍ ଅଛି, ଆଉ ବହୁତ ସାରା ମାନେ ବହୁତ ସାରା କଣ ଅଛି, ମେମୋରି ଷ୍ଟୋରେଜ ଅଛି। ତ ସେଇ ଜିନିଷ ଗୁଡାକ ଶୋ କରୁନି। ତ ବେସିକାଲି ଯାହା ଶୋ କରୁନି ସେ ସବୁ ଜିନିଷ ଆମର ଯଦି ଫିଜିକାଲି ଦେଖିବା ଆମର ବ୍ରେନରେ ଅଛି। ତ ବ୍ରେନଟା କୋଉଥିରେ ଅଛି? ହେଡ୍ ଭିତରେ ଅଛି। ତ ସେମ୍ ଜିନିଷ
ଯାହା ସବୁ ଯୋଉଟା ନ ଦେଖାଯିବା ଦରକାର ସେ ସବୁ ହେଡ୍ ଟ୍ୟାଗ୍ ଭିତରେ ହିଁ ରହିବ। ହେଲା। ଯୋଉଟା ଶୋ କରିବାକୁ ଦରକାର ସେ ସବୁ ବଡି ଟ୍ୟାଗ୍ ଭିତରେ ହିଁ ରହିବ। ଏତିକି ପର୍ଯ୍ୟନ୍ତ ବୁଝି ହେଲା? ଯଦି ଡାଉଟ୍ ଅଛି ତମେ କମେଣ୍ଟ ସେକ୍ସନରେ କମେଣ୍ଟ କରିପାରିବ। ତାପରେ ଏଠି ଇମ୍ପୋର୍ଟାଣ୍ଟ ଜିନିଷ ହଉଛି ଡକ୍ ଟାଇପ୍ HTML ହେଲା। ତ ଡକ୍ ଟାଇପ୍ HTML କଣ? ବେସିକାଲି ଆମେ ଯୋଉ କୋଡ୍ ଲେଖୁଛେ HTML ର ଭର୍ଜନ 5 ହେଲା। ତ ଏଇ ଯୋଉ ଭର୍ଜନ 5 HTML ର ଯୋଉ ଭର୍ଜନ 5 କୁ ମାନେ ଏକ୍ଜାକ୍ଟଲି HTML ର କଣ ଲେଖା ଯାଉଛି ଏଇ ବ୍ରାଉଜର କେବେ ବି ଜାଣିବନି ହେଲା। ତ ଯେହେତୁ ବ୍ରାଉଜର ଜାଣିନି କି ଏକ୍ଜାକ୍ଟଲି ଲେଖା ହେଇଛି କଣ, ତ ଆମକୁ ବ୍ରାଉଜରକୁ ଜଣେଇବାର ଅଛି କି କଣ ଲେଖା ହେଇଛି। ତ ସେଇଟା କୋଉ ଉପାୟରେ ଆମେ ଜଣେଇ ପାରିବା? ଆମେ ଏଇ ଯୋଉ ଏକ୍ସକ୍ଲାମେଟରୀ ଡକ୍ ଟାଇପ୍ HTML ମାନେ ଡକୁମେଣ୍ଟ ଟାଇପ୍ HTML ର ଭର୍ଜନ ହଉଛି 5। ତାମାନେ ଏଇ ଯୋଉ ଡକୁମେଣ୍ଟରେ ଆମେ ଭର୍ଜନ 5 ର HTML କୋଡ୍ ଲେଖୁଛେ, ଯାହା ଦ୍ୱାରା କି ବ୍ରାଉଜର ଜାଣିପାରିବ ଓହୋ ଏଇ ଯୋଉ କୋଡ୍ ଲେଖା ହେଇଛି ଏଇଟା ମାନେ HTML ର ଭର୍ଜନ 5 ର କୋଡ୍। ଠିକ ଅଛି। ତ ଆମକୁ ଏଇ ଜିନିଷଟାକୁ ଲେଖିବାକୁ ହିଁ ପଡିବ। ଇଏ ହଉଛି ବେସିକ୍ HTML ର କଣ କୋଡ୍। ଏଇ ଯୋଉ 10 ଲାଇନ୍ ର କୋଡ୍ ଲେଖା ହେଲା ଇଏ କମ୍ପ୍ଲିଟଲି HTML ର ବେସିକ୍ କୋଡ୍। ତ ଏତିକି ତମକୁ ଲେଖିବାକୁ ବାଧ୍ୟ। ଆଜିର ଭିଡିଓକୁ ମୁଁ ଏଇଠି ଏଣ୍ଡ କରୁଛି। ଆମେ ନେକ୍ସଟ କ୍ଲାସରେ ଦେଖାହେବା। ତ ନେକ୍ସଟ କ୍ଲାସ ଯିବା ପୂର୍ବରୁ ଭିଡିଓଟି କେମିତି ଲାଗିଲା, କୋଉଠି ଯଦି କିଛି ଡାଉଟ୍ ଅଛି ତ କମେଣ୍ଟ ସେକ୍ସନରେ କମେଣ୍ଟ କରିପାରିବ। ଯଦି ଭିଡିଓ ଭଲ ଲାଗୁଛି ଦେନ୍ ସେମ୍, ଯଦି ଭିଡିଓ ଭଲ ଲାଗୁଛି ତାହେଲେ ତମେ କମେଣ୍ଟରେ କହିପାରିବ କି ଆଉ କଣ ଇମ୍ପ୍ରୁଭମେଣ୍ଟ ଦରକାର ତମମାନଙ୍କୁ। ଯେହେତୁ ଏଟା କମ୍ପ୍ଲିଟଲି ଓଡ଼ିଆରେ ଆମେ ଶିଖୁଛେ, ଓଡ଼ିଆ ଭାଇ ଭଉଣୀ ମାନଙ୍କ ପାଇଁ ମୁଁ ବନଉଛି, ତ ଯାହା ବି ତମେ କମେଣ୍ଟ ଦବ ଓଡ଼ିଆରେ ହିଁ ଲେଖିଲେ ଚଳିବ, କିଛି ପ୍ରୋବ୍ଲେମ ନାହିଁ। ତ ସେୟାର କରିବ ବହୁତ ମାତ୍ରାରେ, ଠିକ ଅଛି। ସେୟାର କଲେ କଣ ହବ ନା, ଯୋଉମାନେ ଜାଣିନାହାନ୍ତି ସ୍କିଲ୍ ବାର୍ଡ ଏଜୁକେସନ ୟୁଟ୍ୟୁବ ଚ୍ୟାନେଲକୁ, ଚ୍ୟାନେଲ ତ ବହୁତ କମ୍ପ୍ଲିଟଲି ନୂଆ ଅଛି, ତ ସେମାନେ ଜାଣିପାରିବେ। ଗୋଟେ ଲାଇକ୍ ଦେଇଦବ, ଯେମିତି କି ଭିଡିଓ ବହୁତ ସାରା ତମ ଭଳିଆ ପିଲାଙ୍କ ପାଖରେ ପହଞ୍ଚିବ। ଠିକ ଅଛି। ତ ଆଜିର ଭିଡିଓଟିକୁ ଆମେ ଏଇଠି ଏଣ୍ଡ କରିବା। ନେକ୍ସଟ କ୍ଲାସରେ ଆମେ HTML ର ଆଉ କିଛି ଟପିକକୁ ନେଇକି ଆମେ ଆସିବା। ଜୟ ଜଗନ୍ନାଥ।